মঠକୁ পরিত্যাগ করি আচ্ছা আজ আমি কান্দারশ্বরী মঠକୁ প্রবেশ করেছে আচ্ছা বাবা হ্যাঁ ଟିକେ ঢগ ঢগরিয়া মনে ହେବ তারপরে কিছু জ্ঞান স্বরূপ করি আরে বাবা আচ্ছা বাবা ঢগটা কমাইতে লাগবে আচ্ছা মা মানে কাখরে ধরি দিলা বেলে কাহাକୁ କରିବନି কাঠরে মারছে আমি কইল বাবা ନାହିଁ বাবা ଆଉ କାଖରେ ଛୁଆ ଧରିଲା ବେଳେ କାହାକୁ ଜୁହାର କରିବ ଜୁହାର କରିବ ଗାଧେଇଲା ବେଳେ କାହାକୁ ଜୁହାର କରିବ ଦେବାଳୟ ଗଲା ବେଳେ କାହାକୁ ଜୁହାର କରିବ ହଁ ପୁତନା ଭେଳିଆ କହେ କନ୍ୟା କରିବନି ତମର ବିଷୟ ଛାପ ମାରିବନି ଜାଣିଲ আচ্ছা বাবা ଦ୍ରୌପଦୀ ଭେଳିଆ ପାଞ୍ଚ ପ୍ରତି କେହି ଆଶା କରିବନି হ্যাঁ ସ୍ୱାମୀ ବିନା ନାରୀର ନାହିଁ ଗତି ସ୍ୱାମୀ ହେଉଛି ଚଳନ୍ତି ଦେବତା আচ্ছা ଭାଇମାନେ ରାବଣ ଭଳିଆ କେହି ନାରୀକୁ ଅନ୍ୟ ବୋଲିକି ହରଣ କରିବନି আচ্ছা କୁମ୍ଭକର୍ଣ୍ଣ ଭଳିଆ କେହି ନିତ୍ୟଦାତା ଗତି ମାଗିବନି ଏ ଦୁର୍ଯ୍ୟୋଧନ ଭଳିଆ କେହି ଅନ୍ୟାୟ କରିବନି କଲେ ମରିବ କଣ ସଦା ଏ ବାବା ଖାଉ ଆଉ କିଏ ଚାଲିବ ଏ ଗଣେଶ ଦୁହାଇ ମୁଣ୍ଡ ତିରଙ୍ଗା ଏ ଗଣେଶ ଦୁହାଇ ମୁଣ୍ଡ ତିରଙ୍ଗା ଏ ଶିବ ଦୁହେ ତାଙ୍କ ମୁଣ୍ଡରେ ଗଙ୍ଗା ଶିବ ଦୁହେ ତାଙ୍କ ମୁଣ୍ଡରେ ଗଙ୍ଗା ଏ ବ୍ରହ୍ମା ଦୁହେ ନୀତି ବର୍ଷଇ ବାରି ବ୍ରହ୍ମା ଦୁହେ ବର୍ଷଇ ବାରି ହଁ আচ্ছা ଏ ଇନ୍ଦ୍ର ଦୁହେ ନୀତି ସୃଷ୍ଟି କରାଇଲା ଆପଣ ଯୋଉ କହିଲେ ଆଜ୍ଞା ରାବଣ ଭଳିଆ ସୀତାଙ୍କୁ କଣ ରାବଣ ଭୁଲ ସେଥିରେ ନେଇଥିଲା ନା ଏବେ ବାପା ଜଣଙ୍କ ପର୍ପସ ପର୍ପସ ବୁଝି ତେବେ ନାଇଁ ହାରିନ ତ ହେଲା ବାବା ଆମର ଭାଗବତ ବାଣୀ ବୁଝିଲେ କି ନାଇଁ ଆମର ଧର୍ମ କେଉଁଠାରୁ ଜନ୍ମ ହୋଇଥିଲା ଅଧର୍ମ କେଉଁଠାରୁ ଜନ୍ମ କଥାରେ ଆଜ୍ଞା ଧର୍ମ ଆଜ୍ଞା